आज ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର ଏବଂ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ। ଆଜି ପ୍ରତ୍ୟୁଷରୁ କାଉଡ଼ିଆମାନେ ଶିବ ବାବାଙ୍କ ଉପରେ ମାନସିକ କରିଥିବା ଜଳ ଢାଳିଛନ୍ତି। କାଉଡ଼ିଆମାନେ 2-3 ପୂର୍ବରୁ ବିଭିନ୍ନ ନଦୀମାନଙ୍କରେ ବିଧି ଅନୁସାରେ ପୂଜା ପରେ କଳସରେ ଜଳ ଧରି ଭାରକୁ କାନ୍ଧରେ ନେଇ ଖାଲି ପାଦରେ ଚାଲି ଚାଲି ବିଭିନ୍ନ ଶିବ ମନ୍ଦିରରେ ପହଞ୍ଚି ଶିବ ଭଗବାନଙ୍କ ମସ୍ତକରେ ଢାଳିଛନ୍ତି। ବିଭିନ୍ନ ପୌରାଣିକ କଥାବସ୍ତୁରେ ଅଛି ଯେ ଏହି ଶ୍ରାବଣ ମାସରେ ଶିବ ଭଗବାନଙ୍କୁ ଜଳ ଅର୍ପଣ କଲେ ମହାପୁଣ୍ୟ ମିଳିବା ସହ ମାନସିକ ପୂରଣ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉପକଣ୍ଠ ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଭିଡ଼ ଦେଖିବାକୁ ମିଳିଛି। କାଉଡ଼ିଆମାନଙ୍କ ବୋଲବମ୍ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିବେଶ। କାଉଡ଼ିଆ ଭକ୍ତଙ୍କ ଗହଳିକୁ ଦେଖି ବିଭିନ୍ନ ଶୈବପୀଠମାନଙ୍କରେ ସୁରକ୍ଷା ବ୍ୟବସ୍ଥା ସହ ପରିଚାଳନା କମିଟି ଦ୍ୱାରା ଦର୍ଶନ ବ୍ୟବସ୍ଥା ସୁରୁଖୁରୁରେ ହେବା ପାଇଁ ବ୍ୟବସ୍ଥା ହୋଇଥିଲା। ଆଜି ଭଞ୍ଜନଗର ବ୍ଲକର ପାଞ୍ଚେଶ୍ୱର, ବେଳେଶ୍ୱର, ଜୀବେନେଶ୍ୱର ପ୍ରଭୃତି ଶିବ ମନ୍ଦିରରେ ଗହଳି ହୋଇଥିଲା। ଆଜି ପ୍ରଥମ ସୋମବାର ହୋଇଥିବା ଯୋଗୁଁ ଶିବ ମନ୍ଦିରରେ ଜଳ ଅର୍ପଣ ପାଇଁ ମହିଳା ଓ ଶିଶୁ କାଉଡ଼ିଆମାନେ ମଧ୍ୟ ବହୁ ସଂଖ୍ୟାରେ ଆସିଥିଲେ, କିନ୍ତୁ ଯୁବ କାଉଡ଼ିଆମାନଙ୍କ ବେଶ ଗହଳି ଦେଖିବାକୁ ମିଳିଥିଲା। ଏହି ଅବସରରେ କାଉଡ଼ିଆମାନେ ଅରୁଆ ଅନ୍ନ ପ୍ରସାଦ ବିଭିନ୍ନ ମନ୍ଦିର ପରିସରରେ ଭୋଜନ କରିଥିଲେ। ପ୍ରଥମ ସୋମବାରରେ ପାଗ ଅନୁକୂଳ ଥିବା ଯୋଗୁଁ କାଉଡ଼ିଆଙ୍କ ସଂଖ୍ୟା ଅଧିକ ଥିଲା। ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ଇନ୍ ଓଡ଼ିଶା।